तो गाइस गुड मॉर्निंग वेलकम टू माय न्यू ब्लॉग। तो आज ସକାଳୁ ଉଠିଲେଣି ହେଲେ 6ଟାରୁ ହେଲେ କାମ ଆଜି ଗୁରୁବାର ତ ଘର ପୋଛିକି ପୋଛି ବୋଉ ପୋଛି ଦେଇଥିଲା ଉଠିକି କଂସା ମାଜି ଏଠି ଆହୁରି ଶାଗ କାଟିଲି ଟିକେ ବୋଉ ଭାଜିଥିଲା ଶାଗ ଶାଗ କାଟିଲା ବେଳେ ମେଞ୍ଚେ ଦେଖାହେଲା ଭାଜିଲା ବେଳେ ଟିକେ ନହେଲା 9ଟା ବାଜିଲାଣି ହଁ ଭାତ ବାଢୁଛି ବୋଉ ଏଇନା ଖାଇକି ପଳେଇବ ତାର ସ୍କୁଲ। ଲାଇନ୍ ବି ପଳେଇବ ଆଉ ଟିକେ ପରେ କାଲି ଆମର ପ୍ରଚାର ହଉଥିଲା ମାନେ ଯେଉଁ ଆଜି କ'ଣ ତ କାମ ହେବ କେଉଁଠି ବୋଧେ ଲାଇନ୍ ପଳେଇବ 9ଟାରୁ ଆସିବ 5ଟା ବେଳକୁ ସେଇଟା ଚାର୍ଜ 100 କରିଦେଇଛି ପୁରା 100% ଦିନମାନ ପାଇଁ ରାତିକି ଆସିବ କେତେ ସେ 5ଟା ବେଳକୁ କହିଛି ତ ଆଉ ଉଠି ଦାନ୍ତ କିଛି ବସିନି ମୁହଁ ଧୋଇନି ବୋଉ କହିଲାଣି ଖା ଜଲ୍ଦି ଆଇ ଚାଲ ଦାନ୍ତ ଘଷି ଖାଇଦେବା ଆଉ ଦାନ୍ତ ଘଷିକି ମୁହଁ ଫୁହଁ ଧୋଇକି ଆସିକି ଖାଇଦେଲି। ଗୋଟେ ଭାତ ଶାଗ କରିଥିଲା ଖାଇଦେଲି ତାପରେ ଗୋଟେ ପଡ଼ିଥିଲା ସବୁ ମଳିଆ ଗୁଡ଼ା ବାହାର କରିଦେଲି ଗୁଡ଼ା ଫୋକାଡ଼ି ଦେବି ଏତେ ଭଲ ଦିନ ଅଳିଆ ଫୋକାଡ଼ି ଦେବି ତ ଭାତ ଶାଗ ଖାଇଲି ବୋଉ ବି ତାର ଖାଇ ସ୍କୁଲ ପଡ଼ିଲାଣି 10ଟା ହେଲାଣି ଆସି ଟାଇମ୍। ତ ଗାଇସ୍ ମାନେ ଆଗରୁ ଆପଣ ଦେଖିଥିବେ ଶୀତ କୋଉ ଜାଗାରେ କୋଉ ମାତ୍ରାରେ ହୁଏ ମାନେ 11ଟା 12ଟା ଶୀତ ଯୋଉ ହୁଏ ଏବେ ଆଉ ଶୀତ ଫୀତ କିଛି ନାହିଁ ମାନେ ଏବେ ଆସି 12ଟା ହେଲାଣି ଶୀତ କିଛି ନାହିଁ ମୁଁ ସୁଟରେ ବୋଲେଇ ଦେଇଛି ସକାଳ ଗୋଟେ ପିନ୍ଧିଥିଲି ଟିକେ ଟିକେ ଶୀତ ହଉଥିଲା ଆଉ ଶୀତ ଆଗରୁ ଛାତ ଉପରେ କୁହୁଡ଼ି କୁଆପଟା ଦେଖିଥିଲେ ଗାଁ ସାରା ମାନେ ଛାତ ଉପରେ ଦେଖାଇଥିଲି ଶୀତ ଯୋଉଛି ଏବେ ଆଉ ଶୀତ ଫୀତ କିଛି ନାହିଁ ସେ 11:30 ବାଜିବାକୁ ଟାଇମ୍ ଏକାଠି ବଇଛି ଆଉ ଛାତ ଉପରୁ ଭାବୁଥିଲି ଯିବି ଆଉ ଟିକେ ଯାଉ ଯିବା ଆଉ। ତ ଗାଇସ୍ ମାନେ ବସିକିନା ମୁଁ ଗେମ୍ ଟିକେ ଖେଳିଥିଲି ଫ୍ରି ଫାୟାର ଏତେ ମାନେ କରିନା ଅପଡ଼େଟ୍ ଦେଉଛି ଯୋଉ ଖେଳିବାକୁ ବେକାର କାର୍ଟୁନ୍ ଗେମ୍ କରି ଗଲାଣି କେହି କେମିତି ପିଲା ଅଧା ଛାଡ଼ି ସାରିଲେଣି ମାନେ ଖେଳି ମାରିବୁ କ'ଣ ମାନେ ଖାଲି ସେ କ୍ୟାରେକ୍ଟର ଯୋଉ ଆଣି ପକେଇ ଦେଉଛନ୍ତି ମାରି ଦେଉଛନ୍ତି ଜମା ଖେଳିବାକୁ ଗେମ୍ ଇଚ୍ଛା ହଉନି ତ ଗେମ୍ ମୁଁ ଡିଲିଟ୍ କରିଦେଲି ଫ୍ରି ଫାୟାରରେ ତ ଭାବୁଛି ପବଜି ଡାଉନଲୋଡ୍ କରି ପବଜି ଆଉ ତାଠାରୁ ଭଲ ନା ଭିତରେ କିଛି ଟପଅପ୍ ନାହିଁ କିଛି ମାନେ ଗେମ୍ ଆଜ୍ଞା ଚାଲିବ ମୁଁ ଭାବୁଛି ପବଜି ଡାଉନଲୋଡ୍ କରିବି ଆଉ ଫ୍ରି ଫାୟାର ଟିକେ ଡାସ୍ଟର ଟିକେ ମାଉସୀ ଫୋନ୍ ଥିଲା କହିଲା ଗାଈ ଟିକେ ଘରକୁ କାମ ଅଛି ତ ମାଉସୀରୁ ନା ଯିବେ ସେ ଟାଇମ୍ ବାଜିଲାଣି 8:30 ହେଲାଣି ଗୋଟେ ବାଜିବ ତ ଗାଧେଇ ଚାଲ ଯିବାରେ ଆସିକି ଗାଧେଇ ପଡ଼ିବା ମାଉସୀ ଆସି ତାର ଗାଧେଇବା ଚାଲ ଏଇନା ମାଉସୀ ଘରକୁ ଆସିସାରିଛି ଟାଇମ୍ ଆସିଲାଣି 1:15-20 ହେଲାଣି ମୁଁ ଗାଧେଇନି କହିଲି ଗାଧେଇ ଆସିବି ତ ଆସିବି ଚାଲ ଗାଧେଇ ପଳେଇ ଆସିବା ଏବେ ଆଉ ଏବେ 2ଟା ବାଜିଲାଣି ମୁଁ ଗାଧେଇକି ପଳେଇ ଆସିବି ନା ତ ଗାଧେଇକି ଆସିଲି ନା ଟାଇମ୍ 2ଟା ବାଜିଲାଣି ବୋଉ ଆସିବ ଆଉ ଅଧଘଣ୍ଟେ ଯିବ ଆସିବ ମୁଁ ଗାଧେଇ ଗଲି ମୁଣ୍ଡ ଧୋଇଲିନି ଆଜି କାଲି ପରଦିନ ସଫା କରିଥିଲି ସେଥିପାଇଁ ଆଜି ଧୋଇଲିନି ମୁଣ୍ଡ ଧୋଇଲିନି ଜମାରୁ ବୋଉ ଆସୁ ଖାଇବା ତ ଗାଇସ୍ ଏଇନା 2ଟା ବାଜିଲାଣି ତ ବୋଉ ଏପର୍ଯ୍ୟନ୍ତ ଆସିନି ସେ 2:15 2:30 ବେଳୁ ଆସେ ଶୋଇପଡ଼ିଥିଲି ମୋବାଇଲରେ ଚାର୍ଜ ଜମା ନାହିଁ ଲାଇନ୍ ଯାଇଛି ସକାଳୁ ଆପଣଙ୍କୁ କହିଥିଲି ଯେମିତି 5ଟା ବେଳକୁ ଆସିବ ଅଧିକ ଟିପୁନି ଖାଲି ଭିଡ଼ିଓ ଟିକେ ଗୋଟେ କ୍ଲିପ୍ ନେଇ ରଖିଦେଉଛି ଆସିକି ତ ଗାଇସ୍ ମୁଁ ଘରେ ବସିକିନା ମୋ ଇଚ୍ଛା ହେଲା ଆଜି ବୋଉ ଆଉଛି ଡେଲି ବାଆଁ ହାତରେ ଟେକିକି ନେଇକି ଆଉଛି ଖାଇବା ତ ମୁଁ ଯାଇକି ନେଇ ଆସି ଆଜି ଦେଖିଲାକୁ ଆସିଥିଲା ଆସିଗଲାଣି ବି ଇଏ ସାଇକେଲ ନେଇକି ଯାଇଥିଲି ନେଇ ଆଇଲି ସେ ତାର ଚାଲି ଚାଲି ଆଇଲା ଆଉ ପୁରା ଖୁସି ଆଜି ଆଉ ଯାହା ହଉ ଯାଇକି ନେଇ ଆଇଛି ଆଜି ଆଉ କ'ଣ ହେଇଥିଲା ଭାତ ଡାଲମା ହେଇଛି ତ ଗାଇସ୍ ଏଇନା ଖାଇଲିଣି ଆସିକି ଖାଇବି ଭାତ ଡାଲମା ଶାଗ ଭଜା ତ ଗାଇସ୍ ଏଇନା ଖାଇ ଛାତ ଗୋଟେ ପଳେଇ ଆଇଲି ଏଠି ଗୋଟେ ବୁଟୁ କୋଳି ନୁଚେଇଥିଲା ଦେଖ ମାନେ ନୁଚେଇଥିଲା ବୋଲି ଜରିଚିରି ମୂଷା ଖାଇ ପକେଇଛି ଆଉ ଯେ ରଖିଛି କହୁଥିଲା ଏଇଠି ଥୁଆ ହେଇଛି ଦେଖିଆ ଛାତକୁ ଦେଖିଆ କ'ଣ ଅଛି ମୂଷା ଖାଇ ଦେଇଛନ୍ତି କୋଳି ଏତିକି ମାନେ 2 ଦିନ ହେଲାଣି ମତେ ରହିଲାଣି ଖରାପ ହେଇଗଲାଣି ଟିକେ ଦେଖ ଏଇ ତ ଫାଟିକି ହେଇଛି
ଖରାପ ଗୁଡ଼ା ଫୋକାଡ଼ି ଦେଇ ଭଲ ଯୋଉଟା ସେଗୁଡ଼ା ଖାଇବା। ଏଇଟା ହେଇ ଫୋକାଡ଼ି ଦେବା, ଏଇଟା ଚଳିବ, ଏଇଟା ବି ଚଳିବ। ଅଛି ଦେଖିବା ଫୋକାଡ଼ି ଦେଲେ ସବୁ। ଆହୁରି ଗୋଟେ ଫଟା ହେଇ ଆଉ ଏତିକି ରହିଲା। ତା ଦେହରେ ଆହୁରି ଦିଟା ବାହାରିଲାଣି, ହେଇ ଗୋଟେ ଫୋପାଡ଼ିଦବା, ଚଳିବ ଏଇଟା। ଚାଲ କେତେଟା ଇଏ ରହିଲା, 6ଟା, ମାନେ ସବୁ ଯାକ କରିଦେବ ସେଠି ପଡିଲା। ଏଠି ଗୋଟେ ହୁଏ ଗୋଡ଼ ତଳେ ପଡ଼ିଥିଲା, ଏଟା ଖରାପ ଯାଇଥିଲା ଏଠି କୋଉଠି ଖାଇଦେଲେ, ସେ ଆସିଲେ ଦେଖିଲେ କଣ କେମିତି କହିବ ମତେ, କାହିଁ ଖାଇଦେଲେ କଣ ପାଟି କରିବ। ସେ ଯାହା ହବ ଦେଖାଯିବ, ସବୁ ଫୋକାଡ଼ି ଦେଲେ ଖରାପ ତ ଆଉ ଭଲ 4-5ଟା ବାହାରିଲା। ବାକି ମିଠା କୋଳି ବର୍ଷେ ଅଧଘଣ୍ଟା ବସିକି ତା ତଳକୁ ଯିବା। ଆମ ଛାତରେ ବସିବା ଭଲ ଲାଗୁନଥିଲା, ଶୋଇଥିଲି ଘର ପାଖ ଛାତରୁ ପଳେଇ ଆଇଲି। ମିଲୁ ଛାତ, ମିଲୁ ଚିହ୍ନିନଥିବ ତମେମାନେ, ଆମ କ୍ଲାସମେଟ୍ ସାଙ୍ଗ ପିଲା ଗୋଟେ। ଛାତରୁ ଆଇଛି ଏଠି, ଆମ ଗଡ଼ିଆ ଏଇଠି ଅଛି, ସେଠି ଗଡ଼ିଆ, ତାଙ୍କ ବାଡ଼ିଆ ସେପଟେ ତ ବିଲ, ଆଉ ତା ସେପଟେ ଆହୁରି କଣ ଅଛି ମାନେ ଆମ୍ବ ତୋଟା ଆମର ବହୁତ ବଡ଼ ଗୋଟେ ସେଠି ଜାଗା। ଆପଣ ଦେଖୁଥିବେ କେତେ ସାର୍ଟ ପ୍ୟାଣ୍ଟ, ଶାଢ଼ୀ ବୋଉର ମୋର ସାର୍ଟ ପ୍ୟାଣ୍ଟ ତ ତଳୁକୁ ପଳେଇ ଆଇଲା, ଶୁକୁଥିଲା ନେଇ ପଳାଏ ତଳକୁ ଏକାଥରେ। ସଞ୍ଜ ହବ ଆଉ ଟିକେ ପରେ, କାକର ପଡ଼ିବ ପୁଣି, ନେଇଯାଇଛି ସେଥିପାଇଁ। ତ ଗାଇସ୍ ଟୋଟାଲ ଲାଇନ୍ ନଥିଲା, ମାନେ ପଳେଇଥିଲା କହିଥିଲି ସକାଳୁ, ତ ଚାର୍ଜ ନଥିଲା, ଏଥିପାଇଁ ସୁଇଚ୍ ଅଫ୍ ହେଇଯାଇଥିଲା ମୋବାଇଲ। ସୁଇଚ୍ ଅଫ୍ କଣ 10-12% ଥିଲା, ତ ମୁଁ ଲକ୍ କରିନଥିଲି ଆଉ। ତ ଚାର୍ଜ ଆସିକି ଚାର୍ଜ ବସେଇଲି ନା, 70 ହେଇଛି। ତ ଏଇନା ବୋଉ ସେଠି ପୂଜା ହେଇଛି ନା, ମୁଁ ପୂଜା ସନ୍ଧ୍ୟା କରିଦେଉଛି। ଚଉରା କତିକି ନଉଛି, ତ ଏଇନା ଯିବି ଟିକେ ମାଉସୀ ଘରକୁ, ଯିବା ଆଉ ଟିକେ ପରେ କ୍ଷୀର ଆଣିବି, ମାଉସୀ ଘରକୁ ଟିକେ ଯିବା ପିଇବା ପାଇଁ କ୍ଷୀର। ମାଉସୀ ଘରକୁ ଯାଇଥିଲି, ଆସିଲି 7ଟା ବାଜିଲାଣି, ଆସି କ୍ଷୀର ଆଣିବାକୁ ଯାଇଥିଲି ମାଉସୀ ଘରକୁ, କ୍ଷୀର ନେଇକି ଆଇଲି ଏବେ। ତ ଗାଇସ୍ ଟାଇମ୍ ଆସିଲାଣି ଆସି 9:30 ପାଖାପାଖି, 9:30 ହେଲାଣି। ତ ମୁଁ ଯାଇକି ବଣଭୋଳା ବସି ଯାଇଥିଲି, ସାଙ୍ଗ ପିଲା ଯାଇଥିଲେ ହଷ୍ଟେଲରୁ, ତ ଗେମ୍ ଫେମ୍ ଏଠି ଖେଳିକି ଆସିଲା ବେଳକୁ ବୋଉ ତାର କରିଦେଇଥିଲା ଏଠି ପିଠା କରିଦେଇଛି, ମାଉସୀ ଘରୁ କ୍ଷୀର ଆଣିଥିଲି, ଚାଲ ଖାଇଦବା। ତ ଗାଇସ୍ ଖାଇଲିଣି ଆସି ପିଠା ଆଉ କଦଳୀ ଆଣିଥିଲି ମାଉସୀ ଘରୁ, କଦଳୀ ବି କ୍ଷୀର, ତାର ବୋଉ ଖାଇବା ଟାଟିଆ ନେଇକି ଖାଇଦେଇ ମୁଁ ଖାଇସାରିଲିଣି, ବୋଉ ଏଇନା ଖାଉଛି ବସିକି। ତ ବୋଉ ଏଇନା ଖାଇବ, ତ ଶୋଇପଡ଼ିବା। ତ ମୁଁ କାଲିଠାରୁ ମାନେ ଦିନରୁ ହିଁ ବ୍ଲଗ ଏଣ୍ଡ କରିଦେବି, ମାନେ ରାତି ଯାଏଁ ରଖିବିନି। 4ଟା-5ଟା ବେଳକୁ ଯାହା କରିଦେବି ସବୁ ଏଣ୍ଡ କରିଦେବି, ଆଉ ରାତି ଯାଏଁ କଲାବେଳକୁ ବହୁତ ମାନେ ଏଡ଼ିଟିଂ କଲାବେଳକୁ ଡେରି ହେଇଯାଉଛି, ସେଇଥିପାଇଁ। ତ ଆସିଛୁ ଆପଣମାନେ, ତ ସବସ୍କ୍ରାଇବ୍ କରିବା ଭୁଲିବେନି, ଲାଇକ୍ କରିବା ଭୁଲିବେନି। ଥ୍ୟାଙ୍କସ୍ ଅଛି।